କିଛି ବଳ ନାହିଁ ତାଙ୍କୁ ଟେକିବା ପାଇଁ। କଣ ଆଜ୍ଞା ନାଇଁ, ବାହୁବଳି ସେବାୟତ କୁହା ହୁଏ, ବଡ ବଡ ମସଲ୍ସ ଦେଖା ହୁଏ, କିଛି ଟ୍ରାଇସେପ୍ସ ନାହିଁ। ବାଇସେପ୍ସ। ଯେତେବେଳେ ଜଗନ୍ନାଥ ପହଣ୍ଡିକି ଯାଆନ୍ତି ରିଅଲ ଫ୍ୟାକ୍ଟରେ ଯେତେବେଳେ ଟିକେ ତମ ଆଡ଼ିକି ଗଡ଼ି ପଡ଼ିବେ ତମର ସବୁ ବଳ ଆଉ ନିଶ୍ୱାସ କହିବେ ପ୍ରଭୁ ମୋତେ ରକ୍ଷା କର। ସଦାବେଳେ ଆଜ୍ଞା ପ୍ରଭୁଙ୍କ ଆଶୀର୍ବାଦ ତା ଦେହରେ ଆମେ ପହଣ୍ଡି କରୁଛୁ। ବଳ ବୋଲି କିଛି ନାହିଁ, ଆମକୁ ଟାଣି ନେଉଛନ୍ତି ସିଏ। ତାଥିରେ ଥରିବେ ଆପଣ, ଆମକୁ ଟାଣି ନେଉଛନ୍ତି ସିଏ, ମହାବାହୁ ସିଏ। ଯେତେବେଳେ 22 ପାହାଚରୁ ଗୋଟେ ଗୋଟେ ପାହାଚ ଦୁମ୍ ପଡ଼େନି, ଆମେ ଭାବୁଛୁ ପୃଥିବୀଟା ଏଠି କ'ଣ ଦୁମ୍ ହେଇଗଲା, ଫାଟିଯିବ କି ସତେ। ଆସ୍ତେ ନିଅ, ପ୍ରଭୁ କାଳେ କଷ୍ଟ ସିଏ ଶୁଣିବେନି। ଦୁମ୍, ପ୍ରତ୍ୟେକ ପାହାଚରେ ଦୁମ୍, ଏତେ ଜୋର ସାଉଣ୍ଡ। କେହି ତାଙ୍କୁ ଭିଡ଼ନ୍ତିନି, କେହି ତାଙ୍କୁ ଟେକନ୍ତିନି। ବଳ ଯଦି ଗୋଟେ ଲୋକଟେ 22 ପାହାଚରୁ ତଳ ପର୍ଯ୍ୟନ୍ତ ରହିଯିବ ତାହେଲେ ଜାଣିବା ଆମେ ତା ଦେହରେ ବଳ ଅଛି। କେହି ରହିପାରିବେନି ଆଜ୍ଞା। ଯଦି ବି କିଏ ରହିଯିବ ପ୍ରଭୁଙ୍କ ଶରଣରେ ରହିଯାଇଥିବ, କୋଉଠି ଲୁଚିକି ତା ଭିତରେ ହାତ ଦେଇକି ରହିଯାଇଥିବ। 22 ପାହାଚରୁ ତଳକୁ ମାନେ ଶେଷ ପାହାଚ ପର୍ଯ୍ୟନ୍ତ ଆଚ୍ଛା ତା ଭିତରେ ବି ରହିବନି। ତାର ଦମ୍, ତାର ଯୋଉ ଷ୍ଟାମିନା, ସେ କିଛି ରହିବନି, ସେ ସବୁ ପଳେଇବ। କେହି ତା ଭିତରେ ବାହୁବଳି ସେବାୟତ କହିଲେ କେହି ନାହାନ୍ତି, ସମସ୍ତେ ସେବାୟତ। ବାହୁ ଟିକେ ଟିକେ ଆମର ଲାଗିଯାଏ, ସେଇଟା ଆମର ସୌଭାଗ୍ୟ।